ଦେଇକି ଯିବା। କଲା ବହି ଜ୍ୟୋତିବେ ରାବଣ ଯେ ଆସିବ ଭୁଜକୁ ଛପାଇ। ଆହା ଭୁଜକୁ ଛପାଇ, ଆହା ଭୁଜକୁ ଛପାଇ। ବିଭୂତି ଅଙ୍କ କରଙ୍କ କର ବାଳେ ଶଙ୍କର ଜପଇ। ଶଙ୍କର ଜପାଇ, ଶଙ୍କର ଜପ, ଶଙ୍କର ଜପଇ। ଆହା ଶଙ୍କର ଜପଇ, ଶଙ୍କର ଜପଇ, ଶଙ୍କର ଜପଇ, ଶଙ୍କର ଜପଇ। ବରହି ଅନ୍ତରେ ଗୁପତ ସତ୍ୱରେ ନ ଦେଖି ଲଙ୍କେଶ। ଆହା ନ ଦେଖି ଲଙ୍କେଶ, ଆହା ନ ଦେଖି ଲଙ୍କେଶ। ବେଦମତି ମତ ଏହି ହେଲା ସତ ବିଚାରେ ମାନସ। ବିଚାରେ ମାନସ, ବିଚାରେ ମାନସ, ବିଚାରେ ମାନସ। ଆହା ବିଚାରେ ମାନସ, ବିଚାରେ ମାନସ, ବିଚାରେ ମାନସ, ବିଚାରେ ମାନସ। ପଞ୍ଚବଟୀ ଅରଣ୍ୟ ଭିତରେ ଅଛନ୍ତି ମା ସୀତା। କୁଶକଣ୍ଟକର ଚାଳିଆଟିଏ ତିଆରି ହେଇଛି। କୁଶ କାଟିକି ଆମେ ବ୍ରାହ୍ମଣ ମାନେ ଯୋଉ କୁଶ ପୂଜା କରୁ ତମ ହାତରେ କୁଶ ବଟୁ ଦଉ ବାନ୍ଧୁଛେ। ସେଇ କୁଶ କଣ୍ଟକକୁ ହାଣିକି ଆଚ୍ଛା ସେଇ କୁଶରେ ତିଆରି ହେଇଛି ଗୋଟେ ଚାଳିଆ। ଆଚ୍ଛା ଆଚ୍ଛା ଆଚ୍ଛା। କାହିଁକି କାହିଁକି? ନା କୁଶଟା ହଉଛି ବଡ ଥଣ୍ଡା। ଆଚ୍ଛା ଆଚ୍ଛା। ଥଣ୍ଡା ଲାଗିବ। ତେଣୁ କୁଶର ଘରଟା ହଉଛି ଗୋଟେ ଏସି ରୁମ ସାଙ୍ଗେ ସମାନ। ବାସ୍। ତାରି ଭିତରେ ସୀତା ଅଛନ୍ତି। ଆଚ୍ଛା। ରାବଣ ଆସିଲା ହଁ। କଲା ବରହି ଅନ୍ତରେ ଗୁପତ ସତ୍ୱରେ ନ ଦେଖି ଲଙ୍କେଶ। ଆହା ନ ଦେଖି ଲଙ୍କେଶ, ଆହା ନ ଦେଖି ଲଙ୍କେଶ। ବେଦମତି ମତ ଏହି ହେଲା ସତ ବିଚାରେ ମାନସ। ବିଚାରେ ମାନସ। ଆମ ବ୍ରାହ୍ମଣିଆକୁ ଆଜ୍ଞା କିଛି ଦେଖାଯିବନି ଯଦି ଭଲ କୁଶ ମେଞ୍ଚାଟିଏ ଦେଖିଦେଲୁ। ଆଚ୍ଛା ଆଚ୍ଛା। ଲୋଭ ଲାଗିବ। ତାରି ଉପରେ ଲୋଭ। ଆଚ୍ଛା। ଗାଈର ଯେମିତି ଦୁବ ଘାସ ଉପରେ ଲୋଭ। ହଁ ହଁ।